ଖ୍ରୀଷ୍ଟଙ୍କ ଯୋଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ନବଜୀବନ ବାଣୀକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରେ। ଆଜି ମେ ମାସର 14 ତାରିଖ ଦ୍ୱିତୀୟ ଗୁରୁବାର। ଆଜିର ସୁସମାଚାର ଆମେ ନ ନେଇ ଆଜି ଯେହେତୁ ମେ ମାସ ଏକ ସ୍ୱତନ୍ତ୍ର ମାସ, ଫୁଲ ସମର୍ପଣର ମାସ, ତେଣୁ ଆଜି ଆମେ ଜନ୍ ସୁସମାଚାର 19 ଅଧ୍ୟାୟ 26 ଏବଂ 27 ପଦକୁ ନେବା ଏବଂ ଆସନ୍ତୁ ଆମେ ସେହି ସୁସମାଚାର ପଠନ କରିବା। ପଠିତ ବାକ୍ୟ ଉପରେ ଅଳ୍ପ ପ୍ରାର୍ଥନା କରି ବାକ୍ୟ ପରିବେଷଣ କରିବା। ଯେଉଁମାନଙ୍କ ପାଖରେ ବାଇବେଲ୍ ଅଛି ଆପଣମାନେ ବାଇବେଲ୍ ବ୍ୟବହାର କରନ୍ତୁ। ଜନ୍ ସୁସମାଚାର 19 ଅଧ୍ୟାୟ 26ରୁ 27 ପାଠଟି ଏହି ପ୍ରକାର ଲେଖାଯାଇଛି। ଯୀଶୁ ତାଙ୍କର ମାତା ଓ ତାଙ୍କର ଶିଷ୍ୟ ଯାହାକୁ ସେ ପ୍ରେମ କରୁଥିଲେ ତାହାଙ୍କ ନିକଟରେ ଠିଆ ହୋଇଥିବା ଦେଖିଲେ। ସେ ନିଜ ମାତାଙ୍କୁ କହିଲେ, ହେ ନାରୀ, ଏ ତୁମର ପୁତ୍ର। ତତ୍ପରେ ସେ ଶିଷ୍ୟଙ୍କୁ କହିଲେ, ଏ ତୁମର ମାତା। ସେହି ସମୟଠାରୁ ସେହି ଶିଷ୍ୟ ତାଙ୍କୁ ନିଜର ଗୃହକୁ ନେଇଗଲେ। ପ୍ରଭୁଙ୍କର ସୁସମାଚାର। ପ୍ରେମମୟ ସ୍ୱର୍ଗସ୍ଥ ପିତା, ସକଳ ଧନ୍ୟବାଦ, ପ୍ରଶଂସା, ମହିମା, ଗୌରବ, ପରାକ୍ରମ ହଉ ପ୍ରଭୁ। ଏ ମଇ ମାସ ମା ମାରିଆଙ୍କର ସ୍ୱତନ୍ତ୍ର ମାସ, ଫୁଲ ସମର୍ପଣର ମାସ। ଆଜି ଏ ପଠନ ବିଷୟରେ ଆମମାନଙ୍କୁ ଶିକ୍ଷା ପ୍ରଦାନ କର, କାରଣ ତୁମେ କହିଛ ଧର୍ମଶାସ୍ତ୍ରରେ, ଯାହାର ଯାହା ପ୍ରାପ୍ୟ ତୁମେ ତାହାକୁ ତାହା ଦିଅ। ଏହି ବିଷୟରେ ଆମମାନଙ୍କୁ ଶିକ୍ଷା ଦେବା ପାଇଁ ତୁମେ ଆଜି ତୁମର ଆତ୍ମା ପ୍ରେରଣ କର। ସେହି ପବିତ୍ର ଆତ୍ମା ସ୍ୱୟଂ ମୋର ଜୀବ ମୁଖ ଦେଇ ଆମମାନଙ୍କୁ ଏ ମଇ ବର୍ଷରେ ମା ମାରିଆକୁ ପ୍ରକାର ଭକ୍ତି ପ୍ରଦର୍ଶନ କରିପାରିବା ଫୁଲ ଦେଇ ସେ ବିଷୟରେ ଶିକ୍ଷା ଦେବା ପାଇଁ ଆମକୁ ଅନୁଗ୍ରହ କର। এই ছোট্ট প্রার্থনা প্রভু যীশুଙ୍କ ନାମରେ ମାଙ୍କ ମଧ୍ୟସ୍ଥ ମାଗୁଅଛୁ, ଆମେନ୍। ସ୍ନେହର ଭାଇ ଭଉଣୀମାନେ, ଜୁନ୍ ମାସ ଯେପରି ପ୍ରଭୁ ଯୀଶୁଙ୍କର ଦିବ୍ୟ ହୃଦୟର ମାସ ଭାବରେ ଆମେ ନେଇଛୁ, ମେ ମାସ ଏବଂ ଅକ୍ଟୋବର ମାସକୁ ପବିତ୍ର ମାତା ମଣ୍ଡଳୀ ମା ମାରିଆଙ୍କର ମାସ ଭାବରେ ଗ୍ରହଣ କରିସାରିଛି। ଏ ମେ ମାସରେ ଆଜି ଆମେ ଦେଖିବା, ଏ ମେ ମାସରେ ବିଶେଷ କରି ଆମେ ମା ମାରିଆଙ୍କ ପାଖରେ କାହିଁକି ଫୁଲ ସମର୍ପଣ କରୁ ବା ଫୁଲ ସମର୍ପଣ କରିବାର ତାତ୍ପର୍ଯ୍ୟ କ'ଣ, ସେହି ବିଷୟରେ ଆମେ ଶିକ୍ଷା ଗ୍ରହଣ କରିବା। ରୋମିଓ 13 ଅଧ୍ୟାୟ 7 ପଦରେ ଲେଖାଯାଇଛି, ଯାହାର ଯାହା ପ୍ରାପ୍ୟ ତାହାକୁ ତାହାକୁ ଦିଅ, ଯାହାର ଖଜଣା ପ୍ରାପ୍ତ ତାକୁ ଖଜଣା ଦିଅ, ଯାହାର ରାଜସ୍ୱ ପ୍ରାପ୍ୟ ତାକୁ ରାଜସ୍ୱ ଦିଅ, ଯିଏ ଗୌରବ ପାଇବାର ଅଛି ତାକୁ ଗୌରବ ଦିଅ, ଯିଏ ସମ୍ମାନ ପାଇବାର ତାକୁ ସମ୍ମାନ ଦିଅ। ଏଇଟା ହେଉଛି ପ୍ରଭୁଙ୍କର ଧର୍ମଶାସ୍ତ୍ର ରୋମିଓ 13 ଅଧ୍ୟାୟ 7 ପଦରେ ଲେଖାଯାଇଛି। ତେବେ ମା ମାରିଆ ଆମର କିଏ, ଆମର ସମ୍ପର୍କ କ'ଣ ଏବଂ ସିଏ କିଏ, ସେ ପ୍ରଥମେ ଆମେ ଜାଣିବା। ତାଙ୍କର ପରିଚୟ ଜାଣିଲା ପରେ ସିଏ କ'ଣ ସମ୍ମାନ ପାଇବାର ଯୋଗ୍ୟ ଅଛି, ପ୍ରାପ୍ୟ ତାଙ୍କର କ'ଣ ପ୍ରାପ୍ୟ ଅଛି ତାହା ଆମେ ଦେଖିବା। ପ୍ରଥମ କଥା ଆମେ ଦେଖିବା, ଆଜି ସୁସମାଚାର ପଢ଼ିଲୁ, ଯୀଶୁ କାଲବାରୀ କ୍ରୁଶ ଉପରେ ରକ୍ତାକ୍ତ ହୋଇ ଝୁଲୁଥିଲେ, ମରିବା ଉପରେ ଥିଲେ, ରହଳ ବିକଳରେ ମରୁଥିଲେ। ସେହି ସମୟରେ ପ୍ରଭୁ ଯୀଶୁ ତାଙ୍କର ମା ତଳେ ଯେଉଁ ଠିଆ ହେଇଥିଲେ ତାଙ୍କୁ ଏବଂ ଶିଷ୍ୟମାନଙ୍କୁ କହିଲେ, ଯାହାକୁ ସେ ପ୍ରେମ ତାକୁ କହିଲେ, ଏଇ ତୁମର ପୁଅ ବୋଲି କହିଲେ। ଯୀଶୁକୁ ମାଆଙ୍କୁ କହିଲେ, ନାରୀ, ଏ ତୁମର ପୁଅ। ଏବଂ ଜନ୍ ସୁସମାଚାର 19 ଅଧ୍ୟାୟ 27 ପଦରେ କହିଲେ, ଯାହାକୁ ସିଏ ପ୍ରେମ କରୁଥିଲେ ତାକୁ ଦେଖେ କହିଲେ, ଏଇ ତୁମର ମା। ମୋତେ ଆପଣମାନଙ୍କୁ ଗୋଟେ ପ୍ରଶ୍ନ ମୁଁ ପଚାରେ, ଅନ୍ତିମ ଭୋଜନ ଦିନ ପ୍ରଭୁ ଯୀଶୁ ରୁଟି ଖଣ୍ଡ ଟେକି ନେଇ କହିଲେ, ଏହା ମୋର ଶରୀର, ଏବଂ ପାନପତ୍ର ଉତ୍ତୋଳନ କରି କହିଲେ, ଏହା ମୋର ରୁଧିର। ଯଦି ଏହା ମୋର ଶରୀର କହିଲେ ଶରୀର ହେଲା, ଏହା ମୋର ରୁଧିର ବୋଲେ ରୁଧିର ହେଲା, ଏହା ତୁମର ମା ବୋଲେ ମା ହେବ କି ନାହିଁ କି? କାରଣ ପ୍ରଭୁ ଯୀଶୁଙ୍କର ବାକ୍ୟ ଏବ୍ରିୟ ପୁସ୍ତକ 4:12 ପଦରେ ଲେଖାଯାଇଛି, ଈଶ୍ୱରଙ୍କର ବାକ୍ୟ ହେଲା ଜୀବନ୍ତ ଏବଂ କ୍ରିୟାଶୀଳ, ଅର୍ଥାତ୍ ଯୀଶୁଙ୍କର ମୁହଁରୁ ଯାହା ବାହାରିଲା ତାହା ହେଇଯାଉଥିଲା। ଉଦାହରଣ ସ୍ୱରୂପ ଯୀଶୁ କହିଲେ, ଲାଜାର ଉଠି ଆସ, ଉଠି ଆସିଲା। ଏବଂ ଯୀଶୁ କହିଲେ, ଯେତେବେଳେ ଝଡ଼ ତୋଫାନ ହେଉଥିଲା, ସମୁଦ୍ର ଯାଉଥିଲେ, ଯୀଶୁ ଠିଆ ହେଇ କହିଲେ, ରେ ଝଡ଼ ତୋଫାନ ଶାନ୍ତ ହୁଅ, ଶାନ୍ତ ହେଲା। ପ୍ରଭୁ ଯୀଶୁ ଯାହା ଯାହା କହୁଥିଲେ ମୁହଁରୁ ଅଟୋମେଟିକ୍ ତାହା ହେଉଥିଲା। ତେଣୁ ଯୀଶୁଙ୍କର ମୁହଁରୁ ବାହାରିଲା, ଏଇ ତୁମର ମା। ଏଇ ତୁମର ମା ବୋଲି ଯୀଶୁ ଯାହାକୁ ପ୍ରେମ କରୁଥିଲେ ତାହାକୁ ସେ କହିଲେ, ଏ ତୁମର ମା। ଏବେ ପ୍ରଶ୍ନ ଉଠିଲା, ଯୀଶୁ କାହାକୁ ପ୍ରେମ କରୁଥିଲେ?
ଯୀଶୁ ଆପଣମାନଙ୍କୁ ମୋତେ ପ୍ରେମ କରୁଥିଲେ ଏବଂ କରୁଛନ୍ତି ଏବଂ କରୁଥିବେ। ସାରା ମାନବ ଜାତିକୁ ଯୀଶୁ ପ୍ରେମ କରୁଥିଲେ। ତେଣୁ ସମସ୍ତ ଖ୍ରୀଷ୍ଟିଆନ ସମସ୍ତ ସନ୍ତାନଙ୍କୁ ପ୍ରଦର୍ଶନ ତାଙ୍କୁ ଦେଖେଇছে, କହିଲେ ଏଇ ତୁମର ମା। ସେଇ ଦିନ ଠାରୁ ଚିରଧନ୍ୟା କୁମାରୀ ମା ମାରିଆ ଆପଣମାନଙ୍କର ମାତା, ମୋର ମାତା, ସମଗ୍ର ମାନବ ଜାତିର ମାତା। ତେଣୁ ଜଣେ ମାତା, ପ୍ରଥମ କଥା ହେଲା କୁମାରୀ ମାରିଆ ହେଉଛନ୍ତି ଆମମାନଙ୍କର ଆତ୍ମିକ ମାତା। ଦ୍ୱିତୀୟ ପରିଚୟ ହେଲା ଲୁକ୍ ସୁସମାଚାର 2:7 କୁମାରୀ ମାରିଆ ଯୀଶୁକୁ ଜନ୍ମ କରିଥିବାରୁ ଯୀଶୁଙ୍କର ମାତା। ଯୀଶୁଙ୍କର ମାତାର ଅର୍ଥ ହେଲା ପ୍ରକାଶିତ ବାକ୍ୟ 19:16 ଲେଖାଯାଇଛି, ଯୀଶୁ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ। ତାର ଅର୍ଥ ହେଲା କୁମାରୀ ମାରିଆ ଯୀଶୁ ରାଜାଙ୍କର ମାତା। ତାର ଅର୍ଥ ହେଲା ରାଜାମାନଙ୍କର ରାଜାଙ୍କର ମାତା ହେଲେ, ରାଜମାତା ହେଲେ, ଜଣେ ମା ହେଲେ, ଜଣେ ରାଜମାତା ହେଲେ। ନମ୍ବର 2। ନମ୍ବର 3 ହେଲା 1917 ସାଲରେ ମେ ମାସ 13 ତାରିଖରେ ଆମର ପର୍ତ୍ତୁଗାଲ ଦେଶର ଫାତିମା ଠାରେ 3 ଜଣ ପିଲାମାନେ ମେଣ୍ଢା ଚୋର ଥିଲେ, ସେମାନଙ୍କୁ ଦର୍ଶନ ଦେଲେ। ସେ ଦର୍ଶନରେ ଫାତିମାର ଦର୍ଶନରେ କୁମାରୀ ମାରିଆ ନିଜର ପରିଚୟ ଦେଇ କହିଲେ, ମୁଁ ମାଳାଜପର ରାଣୀ। ତାମାନେ ଦେଖନ୍ତୁ ମା ମାରିଆଙ୍କର 3ଟା ପରିଚୟ। ସେ ହେଉଛନ୍ତି ଆମର ଆତ୍ମିକ ମାତା, ସେ ହେଉଛନ୍ତି ଆମର ରାଜମାତା, ଯୀଶୁଙ୍କର ମାତା, ଆଉ ସେ ହେଉଛନ୍ତି ଆମର ମାଳାଜପର ରାଣୀ। ଜଣେ ରାଣୀ, ଜଣେ ରାଜମାତା ଆଉ ଜଣେ ମା ଏକାଧାରରେ, ଏହିପରି ଭାବରେ ଏକାଧାରରେ ସେ ଜଣେ ମା, ରାଜମାତା ଆଉ ରାଣୀ, ଏହିପରି ମର୍ଯ୍ୟାଦାଜନକ ପଦଧାରୀ ବ୍ୟକ୍ତିମାନଙ୍କୁ ଆମେ ପୁଷ୍ପଗୁଚ୍ଛ ଦେଇ ସମ୍ମାନ କରିବା ବ୍ୟତୀତ ଆମେ ଆଉ କ'ଣ ଦେଇପାରିବୁ? ଦେଖନ୍ତୁ, କାରଣ ଯାତ୍ରା ପୁସ୍ତକ 20 ଅଧ୍ୟାୟ 12ରେ ଆମର ପରମେଶ୍ୱରଙ୍କ 10 ଆଜ୍ଞାରେ ପରମେଶ୍ୱର କହିଛନ୍ତି, ଆପଣା ପିତାମାତାକୁ ସମ୍ମାନ କର। ମା ହେଉଛି ଆମର ମାତା, ଆମର ଆତ୍ମିକ ମାତା। ଆମେ ତାଙ୍କୁ ସମ୍ମାନ କରିବା ପାଇଁ ପିତା ପରମେଶ୍ୱର ଦିବ୍ୟ ଇଚ୍ଛା। ଏବଂ ସେ ଜଣେ ରାଜମାତା। ଉଦାହରଣ ଦେଖନ୍ତୁ, ଏବେ ପ୍ରଥମ ରାଜାବଳୀ 2:19 ବହୁତ ବଡ଼ ସୁନ୍ଦର ବିଷୟ ଲେଖାଯାଇଛି, ରାଜମାତା କି ପ୍ରକାର ସମ୍ମାନ କରାଯାଏ। এই প্রথম রাজাবলী 2:19 লেখাଯାଇଛି যে রাজা সলোমন, ଯିଏକି ସାରା ପୃଥିବୀର ସବୁଠାରୁ ବୁଦ୍ଧିମାନ ରାଜା, ଇସ୍ରାଏଲ ଏବଂ ଜୁଦାୟାର ଯଶସ୍ୱୀ ରାଜା, ମହାନ ରାଜା, ସାଧାରଣ ରାଜା ନୁହନ୍ତି, ସବୁଠାରୁ ବୁଦ୍ଧିମାନ ରାଜା ସଲୋମନ ରାଜା। ସେ ସଲୋମନ ରାଜା ଥରେ ତାଙ୍କ ରାଜ ଦରବାରରେ ସିଂହାସନରେ ବସିଥିଲେ। ତାଙ୍କର ମନ୍ତ୍ରୀମାନେ, ତାଙ୍କ ରାଜ କର୍ମଚାରୀମାନେ ଏବଂ ସୈନ୍ୟ ସମସ୍ତେ ରାଜଦରବାରରେ ଭର୍ତ୍ତି ହେଇଥିଲେ। ହଠାତ୍ରେ ରାଜା ସଲୋମନଙ୍କର ମା ରାଜଦରବାରରେ ପ୍ରବେଶ କରି ପଳେଇ ଆସିଲେ। ମାଙ୍କୁ ଦେଖୁ ଦେଖୁ ସଲୋମନ ରାଜା ଦେଖନ୍ତୁ 3ଟା ଜିନିଷ ରେସ୍ପେକ୍ଟ କଲେ। ପ୍ରଥମ କଥା ହେଲା ସେ ସିଂହାସନ ଉଠି ଠିଆ ହେଲେ ସମ୍ମାନ ଦେବା ପାଇଁ। ନମ୍ବର 2, ତାଙ୍କର ମାକୁ ଯାଇକି ମୁଣ୍ଡିଆ ମାରି ପ୍ରଣାମ କରି ପ୍ରଣାମ କଲେ। ନମ୍ବର 3 ହେଲା ସଲୋମନ ରାଜାଙ୍କର ସିଂହାସନ ଡାହାଣ ପଟେ ଆଉ ଗୋଟେ ସିଂହାସନ ପକେଇବା ପାଇଁ କହିଲେ, ଅର୍ଡର ଦେଲେ। ତାପରେ ରାଜା ବସିଲେ ଆଉ ତାଙ୍କର ମା ସେ ରାଜ ସିଂହାସନରେ ବସିଲେ। ଦେଖନ୍ତୁ, ସଲୋମନ ରାଜା, ବୁଦ୍ଧିମାନ ରାଜା, ନିଜ ଜନ୍ମଦାତ୍ରୀ ମାତାକୁ କେଉଁ ପ୍ରକାର ସମ୍ମାନ ଦେଲେ। ଉଠିଲେ, କଥା ପ୍ରଥମରେ ଉଠିକି ସମ୍ମାନ କଲେ। ଦ୍ୱିତୀୟରେ ମୁଣ୍ଡିଆ ମାରିଲେ, ମାଆକୁ ମଥା ଦେଇକି ମୁଣ୍ଡ ଲଇକି ନମସ୍କାର କଲେ, ପ୍ରଣାମ କଲେ। ତୃତୀୟରେ ତାଙ୍କୁ ଗୋଟେ ସିଂହାସନ, ଗୋଟେ ଚେୟାର ଗୋଟେ ଦେଲେ। ଠିକ୍ ସେଇଭଳି ଯଦି ଉଦାହରଣ ସ୍ୱରୂପ ଭାଇ ଓ ଭଉଣୀମାନେ, ଯଦି ମନେକର ଆପଣଙ୍କର ଗାଁକୁ, ଆପଣଙ୍କର ମଣ୍ଡଳୀକୁ ଯଦି ମନେକର ପ୍ରଧାନମନ୍ତ୍ରୀ ଆସିବେ, ରାଷ୍ଟ୍ରପତି ଆସିବେ, ବା ଜଣେ ମନେକର ମୁଖ୍ୟମନ୍ତ୍ରୀ ଆସିବେ, ବା ଗଭର୍ଣ୍ଣର ଆସିବେ, ଆପଣ ନିଶ୍ଚିତ ଭାବରେ ଫୁଲ ଗଛ ଦେଇକି ନିଶ୍ଚିତ ତାକୁ ସମ୍ମାନ କରୁଛୁ। ଯଦି ପ୍ରଧାନମନ୍ତ୍ରୀକୁ, ରାଷ୍ଟ୍ରପତିକୁ, ମୁଖ୍ୟମନ୍ତ୍ରୀକୁ ବା ଗଭର୍ଣ୍ଣରକୁ ଆସିଲେ ଆମେ ଫୁଲଗୁଚ୍ଛ, ପୁଷ୍ପଗୁଚ୍ଛ ଦେଇ ଧନ୍ୟବାଦ ସମର୍ପଣ କରୁଛୁ, ତାଙ୍କୁ ଆମେ ସମ୍ମାନ କରୁଛୁ, ତାହେଲେ ମା ମାରିଆ, କୁମାରୀ ମାରିଆ ପ୍ରଧାନମନ୍ତ୍ରୀ ଠାରୁ, ଗଭର୍ଣ୍ଣର ଠାରୁ, ରାଷ୍ଟ୍ରପତି ଠାରୁ ସାନ ନା ବଡ଼? ବହୁତ ମାତ୍ରାରେ କୁମାରୀ ମାରିଆ ପ୍ରଧାନମନ୍ତ୍ରୀ ଠାରୁ, ରାଷ୍ଟ୍ରପତି ଠାରୁ ଏବଂ ମୁଖ୍ୟମନ୍ତ୍ରୀ ଠାରୁ, ଗଭର୍ଣ୍ଣର ଠାରୁ ମଧ୍ୟ ବହୁତ ଉଚ୍ଚ ସ୍ଥାନରେ ସେ ଅଛନ୍ତି। କାରଣ ସାମ ସଂଗୀତ 8:5 ଲେଖାଯାଇଛି ଯେ ମଣିଷ ଜାତିକୁ ପରମେଶ୍ୱର ଦୂତମାନଙ୍କ ଠାରୁ ଟିକେ ଅଳ୍ପ କମ୍ ଛୋଟ ଭାବରେ ସୃଷ୍ଟି କଲେ, କିନ୍ତୁ
कुमारी मारिया को परमेश्वर दूत मान बड़ कर सृष्टि कर जन्म कले। तेणु लूक 1:28 गाब्रिएल दूत जो आसिले कुमारी मारिया को दर्शन कर देखा देवा आसिले से प्रथम से किंतु सम्मान देले, नमस्ते मारिया अनुग्रह रे पूर्ण। दूत नमस्कार कले। पृथ्वी इतिहास पृथ्वीर कौन सी राजा को राणी को राष्ट्रपति को गवर्नर को कौन सी बड़ लोक केवे दूत मैंने क्या नमस्कार करना केवल चिरधन्या कुमारी माँ मारिया को स्वर्गर दूत कहले प्रणाम मारिया नमस्ते मारिया। ए सम्मान केवल माँ मारिया पाई। तार अर्थ है कुमारी मारिया पृथ्वीर सब राजा ठारू सब राष्ट्रपति ठारू सब प्रधानमंत्री सब गवर्नर सब मुख्यमंत्री समस्त महान से साधारण नारी नु आ से माँ मारे से नारी को आम सम्मान देवाई आम कौन कर पुष्प गछ भी आम कि तेरे स्नेहर भाई भणी मैंने एवं ए माता मारिया को आम सम्मान देवाई उदाहरण स्वरूप द्वितीय कथा है अक्टोबर मास 2 तारिख गांधी जयंती, अगस्ट मास 15 तारिख स्वाधीनता दिवस, जानुआरी 26 गणतंत्र दिवस। ए 3टा स्वतंत्र दिवस रे जाति धर्म वर्ण निर्विशेष समस्ते महात्मा गांधी फोटो रे कौन देकी सम्मान कर मूर्ति रे कौन देकी सम्मान करा जाए समस्ते महात्मा गांधी प्रतिमूर्ति रे पुष्पगुच्छ दे समस्ते नमस्कार भक्ति प्रणाम कृतज्ञ भक्ति प्रदर्शन कर। कारण महात्मा गांधी भारत को ब्रिटिश गवर्नमेंट रो शासन रो स्वाधीन कले। ए स्वाधीनता आनिबा महात्मा गांधी को बहुत ताड़ना सोया को पड़ीथिला, जेल जीवा को पड़ीथिला, माड़ खाया को पड़ीथिला, बहुत जातना कष्ट दुख सहया को पड़ीथिला, बहुत जातना कष्ट दे से भारत को स्वाधीन करिथिबारु सारा भारत वर्ष महात्मा गांधी मरी सारी मरिक बहुत दिन हेले आज सारा भारत और प्रत्येक व्यक्ति मान हृदय सम्मान से गांधी को सम्मान स्थान दि जाए। महात्मा गांधी को फूल पुष्पगुच्छ देखिए आम आमर भक्ति प्रदर्शन दे सम्मान करुँ हृदय कृतज्ञ ज्ञापन करुँ। महात्मा गांधी जेहेतु स्वाधीन भारत को स्वाधीन कर फूल पुष्पगुच्छ देउछु, कुमारी मारिया मध्य शैतान बंधन मुक्त करने पापर बंधन मुक्त करने अर्थात परमेश्वर परित्राण योजना को सफल करने माँ मारिया माँ मारिया अवदान अतुलनीय। परमेश्वर को से परित्राण योजना को सफल करने शैतान शक्ति को चूर्ण करने पापर शक्ति को चूर्ण करने मृत्यु को जय करने से कुमारी मारिया तांकर गोटे मात्र पुओ को कालवारी क्रूस उपर बड़ी भाव उत्सर्ग कर आम समस्त ए परित्राण योजना को सफल कर महान अवदान ए महान कार्य आम समस्ते कृतज्ञ चिन्ह स्वरूप निश्चित भाव में मे मास सारा आम फूल समर्पण कर कृतज्ञ जन आम भक्ति प्रदर्शन कहूनी केवल मे मास ही फूल दियो ताहा कहूनी किंतु पवित्र माता मंडली विशेष भाव में मे मास को निर्धारण कर फूल समर्पण कर भक्ति प्रदर्शन करवा। यह व्यतीत आप अन्य सब मासे आप दैनंदिन प्रार्थना माला जपे माँ मारिया को फूल देवार किसी भूल नहीं, किंतु अन्य दिन में दिंतु न दिंतु मे मास जेहेतु पवित्र माता मंडली आम निर्धारण कर माँ मारिया को से दिन में ए मे मासरे आम मे मास सारा आम फूल दे समर्पण कर। प्रेज द लॉर्ड। एवं स्नेहर भाई भणी एवं फूल जदि आम माँ मारिया को समर्पण करवा माँ मारिया आपण जो स्थान जो गिरजा रे जो घरे जो गाँव में जब फूल समर्पण कर माँ चलता समस्त एकत्र हो माँ मारिया निश्चय आसवे। कारण माथ्यू सुसमाचार 18:20 प्रभु जीशु स्वयं कहले जो स्थान मो नाम दुई अधिक लोक एकत्रित मत प्रार्थना करुवे डाकुवे मुझे मध्य गहन जीवंत उपस्थित रही। जदि जीशु रोचे माँ मारिया माँ मारिया जदि आम माँ नाम जदि आम गिरजार हो कि गाँव हो कि घरे हो कि मंडली हो जदि आम एकत्रित फूल समर्पण एकत्रित होगा आ माला जप करवा माँ मारिया निश्चय ओल्हे आसवे। कि मन रखु जदि माँ मारिया आम जीवन को आसवे आम मंडली को आसवे आम घर को आसवे माँ मारिया खाली हाथ में आसवे ना। उदाहरण स्वरूप
ଜଣେ ମା ତାର ଝିଅ ଯଦି ଯାଇ ଶାଶୁ ଘରକୁ ଯାଇଥିବ ଝିଅକୁ ଦେଖିବା ପାଇଁ ଗଲେ ଶାଶୁ ଘରକୁ ଯାଇଥିବା ଝିଅକୁ ମା ଦେଖିବାକୁ ଗଲେ ମା ମାନେ ଖାଲି ହାତରେ ଯାଆନ୍ତି ନା। ଆମ୍ବୁଲ ଦିଟା, ପିଠା ଦିଟା, ଚକୋଲେଟ ଦିଟା, ଶାଗ ଟିକେ କି ଶୁଖୁଆ ଦିଟା କ'ଣ ନା କ'ଣ ନେଇକି ତାଙ୍କ ନାତି ନାତୁଣୀ ପାଇଁ ତା ଝିଅକୁ ନେବା ପାଇଁ ଯିବେ। ଠିକ୍ ସେହିପରି ମା ମାନେ ଯଦି ଆପଣଙ୍କର ପରିବାରକୁ ଆସିବେ, ଆପଣ ଗିର୍ଜାକୁ ଆସିବେ, ଆପଣଙ୍କ ଘରକୁ ଆସିବେ, ସେ ଖାଲି ହାତରେ ଆସିବେନି। ଉଦାହରଣ ସ୍ୱରୂପ ଦେଖନ୍ତୁ ଲୁକ୍ ସୁସମାଚାର 1:41 କୁମାରୀ ମାରିଆ ଏଲିଜାବେଥ ଘରକୁ ଗଲେ। କୁମାରୀ ମାରିଆଙ୍କର ପାଦ ଏଲିଜାବେଥ ଘରେ ପଡୁ ପଡୁ ମା ମାରିଆଙ୍କର ଅଭିନନ୍ଦନ ସ୍ୱର ଶୁଣୁ ଶୁଣୁ ନାନୀ ନମସ୍କାର ବୋଲି ସ୍ୱର ଶୁଣୁ ଶୁଣୁ ଏଲିଜାବେଥ ଏବଂ ତାଙ୍କର ଗର୍ଭସ୍ଥ ସନ୍ତାନ ସ୍ନାପକ ଜନ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ନାଚି ଉଠିଲେ। ହାଲେଲୁୟା। ଯଦି ଆପଣ ଫୁଲ ସମର୍ପଣ କରୁଛନ୍ତି ମା ମାରିଆ ଆପଣଙ୍କ ଜୀବନକୁ ଆସିବେ, ଆପଣଙ୍କ ଘରକୁ ଆସିବେ, ଆପଣ ଗିର୍ଜାକୁ ଆସିବେ, ଆଉ ସିଏ ଆସିଲେ ଆମ ଖାଲି ହାତରେ ନ ଆସି ଆମକୁ ପବିତ୍ର ଆତ୍ମାରେ ପୂର୍ଣ୍ଣ କରିବେ। ଆଉ ଥରେ ଯଦି ଆପଣ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ ଆପଣ ସବୁ ପାଇଲେ ବୋଲି ଜାଣନ୍ତୁ। କାରଣ ଗାଲାତୀୟ 5:22-23 ପବିତ୍ର ଆତ୍ମାର 9ଟା ଦାନ ପ୍ରେମ, ଶାନ୍ତି, ଆନନ୍ଦ, ସହିଷ୍ଣୁତା, ଦୀର୍ଘ ସହିଷ୍ଣୁତା ଏବଂ ପରୋପକାରିତା, ମୃଦୁତା, ଆତ୍ମସଂଯମ ଭଳି ସବୁ 9ଟା ଫଳ ପାଇବେ। ଏବଂ ପବିତ୍ର ଆତ୍ମା ଯଦି ଆସିଲେ ଆପଣମାନେ ପ୍ରଥମ କରନ୍ତିୟ 12:9, 10, 11 ଲେଖାଯାଇଛି ପବିତ୍ର ଆତ୍ମାର 9ଟା ଦାନ ମଧ୍ୟ ଦେବେ। ଆଉ ପବିତ୍ର ଆତ୍ମା ଆସିଲେ ଆମକୁ ସବୁ ଶିଖିବେ। କାରଣ ଜନ 14:26 କହିଲେ ଯେତେବେଳେ ସେ ପବିତ୍ର ଆତ୍ମା ଆସିବେ ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ। ଆଉ ପବିତ୍ର ଆତ୍ମା ଆସିଲା ମାନେ ଆମେ ସବୁ ପାଇଲେ ବୋଲି ଜଣ ଆମେ ପବିତ୍ର ହେଇପାରିବା। ତେବେ ସ୍ନେହର ଭାଇ ଭଉଣୀ, ଏ ମେ ମାସରେ ଆମେ ମା ମାରିଆଙ୍କୁ ଆମର ମାତା ଏକାଧାରରେ ସିଏ ଆମର ମାତା, ସିଏ ଆମର ରାଜମାତା, ଆଉ ସିଏ ଆମର ମାଳଜପର ରାଣୀ। ଏକାଧାରରେ ତିନିଟା ମର୍ଯ୍ୟାଦାଜନକ ପଦଧାରୀ ବ୍ୟକ୍ତିମାନଙ୍କୁ ଆମେ ପୁଷ୍ପ ଗଛ ବ୍ୟତୀତ ଆମେ ଆଉ କ'ଣ ଦେଇ ଅଧିକ ସମ୍ମାନ କରିପାରିବା, କ'ଣ ଦେଇ ଆମର କୃତଜ୍ଞ ଜ୍ଞାପନ କରିପାରିବା। ଏ ମା ଯେଉଁ ମାର ଅନେକ ତାଙ୍କର ଅବଦାନ, ତାଙ୍କର ଆଜ୍ଞାବହତା, ତାଙ୍କର ପବିତ୍ରତା, ତାଙ୍କର ନମ୍ର, ତାଙ୍କର ତ୍ୟାଗ, ଏସବୁ ଗୁଣ ଦ୍ୱାରା ପରମେଶ୍ୱରଙ୍କର ପରିତ୍ରାଣ ଯୋଜନା ସଫଳ ହେଲା। ଆମେ ସମସ୍ତେ ପରିତ୍ରାଣ ପାଇଲୁ, ଯୀଶୁଙ୍କୁ ପାଇଲୁ ଏବଂ ଆମେ ସମସ୍ତେ ମୃତ୍ୟୁ ମୁଖରୁ ମୃତ୍ୟୁର ପଡ଼ିଥିଲୁ, ମୃତ୍ୟୁ ସମସ୍ତେ ପୁନର୍ଜୀବିତ ହେଲୁ ଏବଂ ପ୍ରଭୁ ଯୀଶୁ ମୃତ୍ୟୁକୁ ଜୟ କଲେ, ଶୈତାନର ଶକ୍ତିକୁ ଚୂର୍ଣ୍ଣ କଲେ ଏବଂ ଆମ ପାଇଁ ପରିତ୍ରାଣର ରାସ୍ତା, ସ୍ୱର୍ଗ ରାସ୍ତା ଉନ୍ମୁକ୍ତ କଲେ। ଏ ପରିତ୍ରାଣ ଯୋଜନା ସଫଳ କରିବା ପାଇଁ ମା ମାଙ୍କର ଅବଦାନ ଅତୁଳନୀୟ। ତେଣୁ ସିଏ ଫୁଲ ପୁଷ୍ପଗୁଚ୍ଛ ପାଇ ଆମର ଗୌରବ, ଆମର ସମ୍ମାନ ପାଇବା ପାଇଁ ଯୋଗ୍ୟ। ତେଣୁ ସ୍ନେହର ଭାଇ ଭଉଣୀମାନେ ଆମେ ସେଇ ମା ମାରିଆଙ୍କର ବିଶ୍ୱାସ, ଅଖଣ୍ଡିତ ବିଶ୍ୱାସ ରଖିବା ଏବଂ ଏ ମେ ମାସ ସାରା ଆମେ ମାଳ ଜପ କରିବା ସମୟରେ ଆମେ ପୁଷ୍ପଗୁଚ୍ଛ ଦେଇ ମା ମାରିଆଙ୍କୁ ଆମେ ସମ୍ମାନ ଜଣାଇବା, ରେସ୍ପେକ୍ଟ କରିବା, ଅନର କରିବା, ସମ୍ମାନ ଦେବା, ଭକ୍ତି ଦେବା ଏବଂ ଆମର ହୃଦୟର କୃତଜ୍ଞ ମଧ୍ୟ ଆମେ ଜ୍ଞାପନ କରିବା। ଆଉ ମା ମାରିଆ ନିଶ୍ଚିତ ଭାବରେ ଆମକୁ ଆଶୀର୍ବାଦ କରି ପବିତ୍ର ଆତ୍ମାରେ ପୂର୍ଣ୍ଣ। ଆପଣମାନେ ସମସ୍ତେ ଗୁଡ୍ ହିୟରିଂ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ରହିଲି। ଜୟ ଯୀଶୁ।